ବିଏସ୍ଏନ୍ଏଲ୍ ଏବଂ ଟାଟାର ବୁଝାମଣା ବଢ଼ାଇପାରେ ଜିଓ ଏବଂ ଏୟାରଟେଲ୍ର ଚିନ୍ତା। ଏବେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ୱାରା ସେଟରମ୍ ବିଏସ୍ଏନ୍ଏଲ୍ ଏବଂ ଟାଟାର ବୁଝାମଣା ବଢ଼ାଇପାରେ ଜିଓ ଏବଂ ଏୟାରଟେଲ୍ର ଚିନ୍ତା। ଏବେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ୱାରା ସେଟରମ୍ ନିଲାମ ଚାଲିଥିବା ବେଳେ ସେପଟେ ଟେଲିକମ୍ କମ୍ପାନୀ ଗୁଡ଼ିକ ସେମାନଙ୍କ ରିଚାର୍ଜ ପ୍ଲାନ୍ ଗୁଡ଼ିକ ବୃଦ୍ଧି କରିଛନ୍ତି। ଉପଭୋକ୍ତା ମହଲରେ ଅସନ୍ତୋଷ ଆଣିବା ସହିତ ସେମାନଙ୍କୁ ଚିନ୍ତିତ ମଧ୍ୟ କରିଛି। ବିଶେଷ କରି ଦେଶର ଦୁଇଟି ଟେଲିକମ୍ ଅପରେଟର ଏୟାରଟେଲ୍ ଏବଂ ଜିଓର ରିଚାର୍ଜ ପ୍ଲାନ୍ ମୂଲ୍ୟ ବୃଦ୍ଧି ପରେ ଲୋକମାନେ ବିଏସ୍ଏନ୍ଏଲ୍ ଆଡ଼କୁ ମୁହାଁଇବା ଆରମ୍ଭ କରିଛନ୍ତି। ପରବର୍ତ୍ତୀ ଖବର 2030 ସୁଦ୍ଧା 2 ଗୁଣ ହୋଇଯିବ ଖୁଚୁରା ଡିଜିଟାଲ ପେମେଣ୍ଟ। ଏବେ ଦ୍ରୁତ ଭାବରେ ବଢ଼ି ଚାଲିଛି ଡିଜିଟାଲ ପେମେଣ୍ଟ। ଏହାର ମଧ୍ୟ ଭାରତରେ ହୋଇଥିବା ଡିଜିଟାଲ ପେମେଣ୍ଟକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଅଛି। ଆମାଜନ୍ ପେ ଏବଂ କିରଣ୍ର ଏକ ରିପୋର୍ଟ ଅନୁଯାୟୀ ଭାରତରେ ଡିଜିଟାଲ ମାଧ୍ୟମରେ ହେଉଥିବା ଖୁଚୁରା ପେମେଣ୍ଟ ଖୁବ୍ ବଢ଼ିଯାଇଛି। ଆଉ ଏହା 2030 ବେଳକୁ ବର୍ତ୍ତମାନ ସ୍ତରରୁ 2 ଗୁଣା ହୋଇ $7,000 ବିଲିୟନ ପହଞ୍ଚିଯିବ ବୋଲି ଜଣାପଡ଼ିଛି।